ପାୟଲ 10th ରେ କେମିତି ତାଙ୍କର ପ୍ରତିଭା ଆପଣ ଦେଖିପାରୁଥିଲେ ଯେ ସେ ଭୁବନେଶ୍ୱର ଭଳିଆ ଗୋଟେ ଅଜଣା ସହରରେ ମଧ୍ୟ ଆପଣ ଗୋଟେ ମାମା ହିସାବରେ କେମିତି ଗାଇଡ କଲେ? ସବୁବେଳେ ଛୁଆଙ୍କୁ ସପୋର୍ଟ କରନ୍ତୁ, ସେଇଥିପାଇଁ ମୁଁ ତାପରେ ବହୁତ ବିଶ୍ୱାସ କରେ। ତ ଆପଣ କେମିତି ତାଙ୍କୁ ମାନସିକତାରେ ଭାରାକ୍ରାନ୍ତ ଫିଲ୍ କରନ୍ତି? ତ ପ୍ଲସ୍ ଟୁ ବେଳେ ସେ ମୋବାଇଲ କେତେ ଘଣ୍ଟା ଦେଖେ? ଆପଣ ସ୍ୱତନ୍ତ୍ର ମୋବାଇଲ କିଣିଥିଲେ ନା ଆପଣଙ୍କ ମୋବାଇଲ ସେ ଦେଖେ? ତ ଏଇଟା ଗୋଟେ ଭଲ ଜିନିଷ ମ୍ୟାଡାମ କହିଲେ। ଆଜିକାଲି ଗାର୍ଡିଆନ ମାନେ ଗୋଟେ ସଉକରେ ତାଙ୍କ ଛୁଆକୁ କମ ବୟସରେ ମୋବାଇଲ ଦେଇ ଦଉଛନ୍ତି। ଭେରି ଗୁଡ୍ ଆଫ୍ଟରନୁନ୍ ଟୁ ଅଲ୍ ଆୱାର ଭିଉଅର୍ସ। ଓଡ଼ିଶାର ପୁରପଲ୍ଲୀରେ ସହରରେ ବଜାରରେ ଯିଏ ବି ଯୋଉଠି ଅଛନ୍ତି ସମସ୍ତଙ୍କୁ ବିଦ୍ୟାସାଗର କ୍ଲାसेସ୍ ୟୁଟ୍ୟୁବ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ଆଜିର ଆମର ଯୋଉ ବର୍ତ୍ତମାନ ସିଲସିଲା ଚାଲିଛି ବ୍ରାଣ୍ଡ ନ୍ୟୁ ଏପିସୋଡରେ ଆମ ପାଖରେ ଅଛନ୍ତି ମିସ୍ ପାୟଲ ପାତ୍ର, ଆଉ ମୋର ବାମ ପାର୍ଶ୍ୱରେ ଅଛନ୍ତି ମିଷ୍ଟର ବୀରେଶ୍ୱର ମିଶ୍ର, ଦ ଟପ୍ ଫ୍ୟାକଲ୍ଟି ଆଣ୍ଡ ଦ ମେନ୍ କୋଅର୍ଡିନେଟର ଅଫ୍ ଦ ବିଦ୍ୟାସାଗର ଏଣ୍ଟ୍ରାନ୍ସ ପ୍ରୋଗ୍ରାମ। ଆଉ ଆମ ଗହଣରେ ମଧ୍ୟ ପାୟଲଙ୍କର ମାମା ବି ଅଛନ୍ତି, ତାଙ୍କୁ ମଧ୍ୟ ବହୁତ ବହୁତ ସ୍ୱାଗତ ମଞ୍ଚ। ତ ଡିଅର ଭିଉଅର୍ସ, ଆଜି ଆମ ଗହଣରେ ପାୟଲ ଅଛନ୍ତି ଯିଏକି ବିଦ୍ୟାସାଗର କ୍ଲାସେସର ଜଣେ କୃତି ଛାତ୍ରୀ। ସେ ଏନସିଟି ର ଯୋଉ ଚ୍ୟାଲେଞ୍ଜିଂ ଏକ୍ଜାମକୁ କମ୍ଫର୍ଟେବଲି କ୍ଲିୟର କରିକି ବର୍ତ୍ତମାନ ଆଇଆଇଟି ଭୁବନେଶ୍ୱରରେ ସେ ବର୍ତ୍ତମାନ ଜଏନ୍ କରିଛନ୍ତି। ତ ନଟ୍ ଓନଲି ଏନସିଟି, ସି ହାଜ ଡନ୍ ଏକ୍ସଟ୍ରିମଲି ୱେଲ୍ ଇନ୍ ଓଜେଇ ବି ଫାର୍ମା ଆଣ୍ଡ ସିୟୁଟି ଅଲସୋ। ତ ଏଇ କୃତି ଛାତ୍ରୀଙ୍କ ମୁହଁରୁ ତାଙ୍କ ସଫଳତାର କାହାଣୀ ଶୁଣିବା, ତାଙ୍କ ପ୍ୟାରେଣ୍ଟସ ଯେହେତୁ ମାମା ଅଛନ୍ତି ସେ କେମିତି ତାଙ୍କୁ ଗାଇଡ କରିছে, ସେ ପୁରା କ୍ଲୋଜ କ୍ୱାର୍ଟରରୁ କ୍ଲୋଜ ଆଙ୍ଗେଲରୁ ପାୟଲକୁ ଅବଜର୍ଭ କରିଛନ୍ତି, ତ ସେ ଜିନିଷ ତାଙ୍କ ମୁହଁରୁ ମଧ୍ୟ ଶୁଣିବା। ତା ସହିତ ବୀରେଶ୍ୱର ସାରଙ୍କଠୁ ମଧ୍ୟ ଆମେ ଶୁଣିବା କେମିତି ଫାକଲ୍ଟି ଆଉ ଷ୍ଟୁଡେଣ୍ଟ ମାନଙ୍କର ଆମର ଇଣ୍ଟରାକ୍ସନ ରହୁଥିଲା। ତ ଭିଡିଓଟି ବହୁତ ମାନେ ଭଲ ହବାର ଅଛି। ମୁଁ ଆଶା କରୁଛି ଆପଣ ମାନେ ଏହାକୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ସଫଳତା ପାଇବା ପାଇଁ କଣ କଣ କରଣୀୟ ତାହା ପାୟଲଙ୍କ ମୁହଁରୁ ଶୁଣିବା। ତ ପାୟଲ, ବହୁତ ବହୁତ ସ୍ୱାଗତ ବିଦ୍ୟାସାଗର ୟୁଟ୍ୟୁବ ଚ୍ୟାନେଲ। ତ ପାୟଲ, ତମେ ବିଦ୍ୟାସାଗର କେବେ ଜଏନ୍? ସାର୍ ପ୍ରିଭିୟସ୍ ଇୟର ଜଏନ୍ କରିଥିଲି ଜୁଲାଇରେ ଜଏନ୍ କରିଛ, ତାମାନେ ତମେ ଲାଷ୍ଟ ଇୟର ଗୋଟେ ଇୟର ଡ୍ରପ୍ ନେଇଛ? ୟେସ୍ ସାର୍। ଓକେ ପାୟଲ, ତ ତମର ଆକ୍ଚୁଆଲ ଗୋଲଟା ଏନସିଟି ଥିଲା ନା ଏଟା ଗୋଟେ ପ୍ଲାନ ବି, ଆହୁରି ତମର ଓୟୁଟି ବା ଅଦର ଏକ୍ସାମକୁ ବି ଲକ୍ଷ୍ୟ ଅଛି? ସାର୍ ଆକ୍ଚୁଆଲି ମୁଁ ଓୟୁଟି ବ୍ୟାଚରେ ସାର୍ ଜଏନ୍ କରିଥିଲି। ସାର୍ ଏଠି ଆସିକି ସବୁ ଏନସିଟି ବିଷୟରେ ଆର ବର୍ଷ ଏତେ ସାର୍ କ୍ଲିୟରାନ୍ସ ନଥିଲା ମତେ ଏକ୍ସାମ ବିଷୟରେ। ତ ସାର୍ ଏଠି ଆସିକି ସବୁ ଫ୍ୟାକଲ୍ଟିଜ ମାନେ କହିଲେ ମାନେ ଏମିତି ମଲ୍ଟିପଲ ଏକ୍ସାମ୍ସ ବିଷୟରେ, ଓଜେଇ ଫାର୍ମା ହଉ କି ନର୍ସିଂ ଆଣ୍ଡ ଏମ୍ସ ନର୍ସିଂ ଆଣ୍ଡ ଏଇ ଯୋଉ ଏନସିଟି ଘରିକା ସବୁ। ତ ସାର୍ ମୁଁ ଏନସିଟା ସାର୍ ମୋ ପ୍ଲାନ ବି ଥିଲା, କିନ୍ତୁ ସେ ଏବେ ଭାବୁଛି ସେ ଏନସିଟି ପର୍ସୁ କରିବି। ବହୁତ ସୁନ୍ଦର। ତ ସେଥିପାଇଁ ମୁଁ ଫାର୍ଷ୍ଟ ଅଫ ଅଲ୍ କଂଗ୍ରାଚୁଲେଟ କରୁଛି ବିଦ୍ୟାସାଗର ଫ୍ୟାକଲ୍ଟି ଫ୍ରାଟର୍ନିଟିକୁ, ଯୋଉମାନେ ଷ୍ଟୁଡେଣ୍ଟ ମାନଙ୍କର ପାଇଁ କ୍ୟାରିୟରର ଡିଫରେଣ୍ଟ ଆଭିନ୍ୟୁକୁ ତାଙ୍କୁ କ୍ଲାସ କରିବା ସମୟରେ କହୁଛନ୍ତି, ଯାହା ଫଳରେ ସେମାନଙ୍କର ଯୋଉ ବ୍ରଡର ଆଉଟଲୁକଟା ଗୋଟିଏ କ୍ୟାରିୟରରେ ସୀମିତ ନ ହେଇକି ସେମାନେ ଡିଫରେଣ୍ଟ ପ୍ଲାନ ଏ, ପ୍ଲାନ ବି, ପ୍ଲାନ ସି କରିକି ତାଙ୍କ କ୍ୟାରିୟରରେ ହଉଛନ୍ତି। ଆଉ ମୁଁ ଯେତିକି ଜାଣିଛି ଏନସିଟି ମଧ୍ୟ ଗୋଟେ ବହୁତ ଭଲ କ୍ୟାରିୟର, କାହିଁକି ନା ତମେ ଯୋଉଠି ପଢୁଛ ଆଇଆଇଟି, ଯୋଉଟା ଗୋଟେ ଅଲ ଇଣ୍ଡିଆ ଲେଭେଲର ଇନଷ୍ଟିଚ୍ୟୁଟ, ତ ସେଠି ଜଏନ୍ କଲା ପରେ ସେଠି ଷ୍ଟିକ୍ କରିବ ନା ପରେ ଯଦି ଓୟୁଟି ପାଇଯିବ ଓୟୁଟିକୁ ସିଫ୍ଟ ହବ? ସାର୍ ଏବେ ତ ଭାବୁଛି ସାର୍ ଆଇଆଇଟି ର କାଉନସିଲିଂ ଚାଲିଛି, ତ ସାର୍ ଏବେ ପର୍ଯ୍ୟନ୍ତ ତ ପ୍ଲାନ୍ ଅଛି କି ଆଇଆଇଟି ରେ ପର୍ସୁ କରିବା ପାଇଁ। ଆଚ୍ଛା, ତ ପାୟଲ ତମେ ଅନଲାଇନରେ ପଢୁଥିଲ ନା ଅଫଲାଇନରେ ବିଦ୍ୟାସାଗର? ସାର୍ ଅଫଲାଇନ। ତ ହଷ୍ଟେଲରେ ରହୁଥିଲ? ୟେସ୍। ଓକେ, ତ ମୁଁ ପ୍ରଥମତଃ ଜାଣିବାକୁ ଚାହିଁବି, କାରଣ ଏନସିଟି ଗୋଟେ ବହୁତ ଚ୍ୟାଲେଞ୍ଜିଂ ଏକ୍ସାମ, ମୁଁ ଯେମିତି କହିଲି, ତାକୁ ପାଇବା ପାଇଁ ଆମର ଯୋଉ ଷ୍ଟୁଡେଣ୍ଟସ ମାନେ ଦେଖୁଛନ୍ତି, ଯୋଉମାନେ ଏ ବର୍ଷ ବିଦ୍ୟାସାଗର 1 ଇୟର ପ୍ରୋଗ୍ରାମରେ ଜଏନ୍ କରିଛନ୍ତି ବା ଜଏନ୍ କରିବେ, ତ ଏ ଯୋଉ 1 ଇୟର ହଉଛି ଗୋଟେ ଲଙ୍ଗ ଡିଷ୍ଟାନ୍ସ ଜର୍ଣ୍ଣି, ଗୋଟେ ମାରାଥନ ଟାଇପର। ତ ଏଇ ସମୟରେ ବର୍ଷ ସାରା ନିଜକୁ ମୋଟିଭେଟ କରିବାକୁ ରହେ, ବହୁତ ଏକ୍ସଟର୍ନାଲ ଚ୍ୟାଲେଞ୍ଜେସ ଥାଏ, ହଷ୍ଟେଲର ଖାଇବା ପିଇବା, ଯିବା ଆସିବା କରିବା। ତ ଏଇ ଯୋଉ ବର୍ଷ ତମାମ ତମେ ପ୍ରଥମତଃ କେମିତି ତମର ଏଇ ଯୋଉ ଲଙ୍ଗ ଡିଷ୍ଟାନ୍ସ ଟାକୁ ତମେ କଭର କଲ, ଆଉ କେମିତି ପ୍ରିପାରେସନ କରୁଛ, ଇନଷ୍ଟିଚ୍ୟୁଟରେ କେତେ ସମୟ, ହଷ୍ଟେଲରେ କେତେ ସମୟ, କେମିତି ପଢାପଢି ଥିଲା, ଏଇଟା ଟିକେ ଭିଉଅର ମାନଙ୍କ ପାଖରେ ତମେ କହିଲେ ମୁଁ ଖୁସି। ସାର୍ ପ୍ରିଭିୟସ୍ ଇୟର ଯେତେବେଳେ ଜଏନ୍ କରିଥିଲି ସାର୍ ବହୁତ ଡିମୋଟିଭେଟେଡ ଥିଲି, ସାର୍ ଯେମିତି କି ସାର୍ ବର୍ଷେ ନିଜ କ୍ୟାରିୟରରେ ଦଉଛି, ତ ସାର୍ କିଛି ସକ୍ସେସଫୁଲ ହେବି ନ ହେବି, ସାର୍ ବର୍ଷେ ୱେଷ୍ଟ ଜୀବନ, ତ ସେମିତି ବହୁତ ଡାଉଟ ଥିଲା। ବଟ୍ ସାର୍ ଆସିକି ଧୀରେ ଧୀରେ କ୍ଲାସ ଯେତେବେଳେ ସାର୍ ଜଏନ୍ କଲି, ସାର୍ ମାନେ ଗାଇଡାନ୍ସ ବହୁତ ମିଳିଲା, ସବୁ ଫ୍ୟାକଲ୍ଟିର ସପୋର୍ଟ ବହୁତ ମିଳିଲା, ତ ସେଟା ଆଉ ଏତେ ଲାଗିଲାନି। ଆଣ୍ଡ ସାର୍ ମୋ ମାମା କୁହନ୍ତି କି ସବୁ ସାର୍ ଡିପେଣ୍ଡ କରେ ମାଇଣ୍ଡ ସେଟ୍ ଉପରେ, ଯଦି ଗୋଟେ ଏକ୍ସାମ ଆପିୟର ହବା ପୂର୍ବରୁ ମୁଁ ମାଇଣ୍ଡ ସେଟ୍ କରିଦେବି କି ଏଟା ହବନି ଏ ହବନି, ତ ସାର୍ ସେଟା ସତରେ ଯୋଉଟା ହବା କଥା ବି ସେଟା ହେଇପାରିବନି। ତ ସାର୍
ମୁଁ ମାଇଣ୍ଡସେଟ୍ କରିଥିଲି କି ନାହିଁ ବର୍ଷେ ନିଜ କ୍ୟାରିୟର ଦେଇଛି ମାନେ ସେ କିଛି ତ କରିବାକୁ ପଡିବ ତ ସେ ସେମିତି ସାର୍ ବିଦ୍ୟାସାଗର ହଷ୍ଟେଲ ବହୁତ ଭଲ ସେ ହଷ୍ଟେଲ ମାନେ ଫାର୍ଷ୍ଟ ଟାଇମ୍ ଏଟା ମୋ ହଷ୍ଟେଲ ଏକ୍ସପିରିଏନ୍ସ ଥିଲା ଆଣ୍ଡ ଏଟା ବହୁତ ଭଲ ଗଲା ତ ତ ଗୋଟେ ଜିନିଷ ମୁଁ ଯାହା ପାୟଲ ଗୋଟେ ଶୁଣିକି ନିଷ୍କର୍ଷରେ ପହଞ୍ଚିଲି ପ୍ରଥମତଃ ଯେତେବେଳେ ପିଲାମାନେ ଫାଷ୍ଟ ଆସନ୍ତି ତାଙ୍କ ମାଇଣ୍ଡ ଟିକେ କ୍ଲାଉଡେଡ ଥାଏ କନଫ୍ୟୁଜନ ଥାଏ କାହିଁକି ନା ଗୋଟେ ବର୍ଷ କେମିତି ପ୍ରଥମ ଥର ପାଇଁ ପାୟଲଙ୍କ ଭଳିଆ ବହୁତ ଛୁଆ ମାନେ ଭୁବନେଶ୍ୱର ଆସନ୍ତି କିନ୍ତୁ ସବୁଠୁ ବଡ ଜିନିଷ ସେ ତାଙ୍କର ମାନସିକ ସ୍ତରରେ ଗୋଟେ ପ୍ରସ୍ତୁତ ହେଇଗଲେ ସେଥିପାଇଁ ମୁଁ ମ୍ୟାଡାମ ତାଙ୍କର ମାମା ଅଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ ଦେବି ସେ ଗୋଟେ ଭଲ ଜିନିଷ ଶିଖେଇଥିଲେ ଗୋଟେ ଯେମିତି ଯଦି ଦିମାଗରେ ଗୋଟେ ଜିନିଷ ଆମେ ଠାନି ନବୁ ଗୋଟେ ଜିନିଷ ସ୍ଥିର ନିଶ୍ଚିତ କରିଦବୁ ଦୃଢ ପ୍ରତିଜ୍ଞ ହେଇଯିବୁ ଡିଟରମାଇଣ୍ଡ ହେଇଯିବୁ ତାହେଲେ କୌଣସି ଜିନିଷ ଅସମ୍ଭବ ନୁହଁ ଆଉ ଦ୍ୱିତୀୟତଃ ସେ ଯୋଉ ଆମର ବିଦ୍ୟାସାଗରକୁ ଆସିଲେ ତାଙ୍କର ମାଇଣ୍ଡ କୁ ଷ୍ଟ୍ରଙ୍ଗ କରିବାରେ ଆମର ଫ୍ୟାକଲ୍ଟି ଆମର କାଉନସିଲିଂ ଆମର ଟିଚିଂ ନନ୍ ଟିଚିଂ ଷ୍ଟାଫ ସମସ୍ତେ ଗୋଟେ ପଜିଟିଭ ଭାଇବ ତାଙ୍କ ପ୍ରତି କ୍ରିଏଟ କରିଥିଲେ ଯାହା ଫଳରେ ସେ ତାଙ୍କର ଏଭ୍ରି ମୋମେଣ୍ଟକୁ ଭୁବନେଶ୍ୱରରେ ବର୍ଡନ ନ ଭାବିକି ଏନ୍ଜୟ କଲେ ଏବଂ ସେଇ ହିସାବରେ ପଢିଲେ ଏବଂ ପଢାଟାକୁ ସେ ଗୋଟେ ମାନେ ବର୍ଡନ ହିସାବରେ ନ ନେଇକି ନୂଆ ଜିନିଷ ଜାଣୁଛି ନୂଆ ଜିନିଷ ଶିଖୁଛି ଏବଂ ଡିଫରେଣ୍ଟ ଏକ୍ସାମ ପାଇଁ ଯିବାର ଅଛି ଯାହା ଫଳରେ ଯାହା ବି ଚ୍ୟାଲେଞ୍ଜେସ୍ ଆସିଥିଲେ ତାକୁ ହସି ହସି ସମ୍ମୁଖୀନ ହେଲେ ଆଜି ସେ ସଫଳ ହୋଇଛନ୍ତି ବର୍ତ୍ତମାନ ମୁଁ ତାଙ୍କର ମାମାଙ୍କ ମୁହଁରୁ ଶୁଣିବାକୁ ଚାହିଁବି ମ୍ୟାଡାମ ପାୟଲ 10th ରେ କେମିତି ତାଙ୍କର ପ୍ରତିଭା ଆପଣ ଦେଖିପାରୁଥିଲେ ଯେ ସେ ଏମିତି ନ୍ୟାସନାଲ ଲେଭେଲ ପାଇବା ସାର୍ ତାର ଛୋଟବେଳୁ ପଢାର ବହୁତ ଆଗ୍ରହ ତାର 10th ରେ ବି ସେ ବହୁତ ପରିଶ୍ରମ କରିଛି ତ ସେ କହିଲେ ଏଇଟା ପ୍ରଥମ ଥର ହଷ୍ଟେଲ ଆଜ୍ଞା। ଆପଣ ତାକୁ ରେସିଡେନ୍ସିଆଲ ନାଇଁ ସାର୍ ସେ କେଭିରେ ପଢୁଥିଲା କେନ୍ଦ୍ରୀୟ ବିଦ୍ୟାଳୟ ଆଜ୍ଞା। ଆଜ୍ଞା ବହୁତ ବଢିଆ ତ ଆପଣ କଣ କଣ ମାନେ ମୁଁ ସେଟା ପାୟଲକୁ ମୋର ଶୁଣିବି ତ ସେ ଯେତେବେଳେ ଘରେ ଥିଲେ ସାଧାରଣତଃ ହଷ୍ଟେଲରେ ରହି ଘରେ ରହିଲେ ପିଲାମାନେ ଟିକେ ମୋବାଇଲ ଦେଖିବା ବା ଇଣ୍ଡିସପ୍ଲିନ ହେଇଯିବାର ଆଶଙ୍କା ଥାଏ ତ ଆପଣ କେମିତି ତାଙ୍କୁ କାରଣ ତାଙ୍କ ସେ ଯୋଉ ଟିନ୍ ଏଜ୍ ସମୟଟାରେ ପ୍ରାୟ ଷ୍ଟୁଡେଣ୍ଟ ମାନେ ଟିକେ ମାନସିକ ସ୍ତରରେ ଭାରାକ୍ରାନ୍ତ ଫିଲ୍ କରନ୍ତି ଆଉ ସ୍ପେଶାଲି ଗର୍ଲସ ମାନେ ତାଙ୍କ ପାଇଁ କି ଆହୁରି ଏକ୍ସଟ୍ରା ଚ୍ୟାଲେଞ୍ଜ ଥାଏ ତ ତାକୁ ଆପଣ ଗୋଟେ ମାମା ହିସାବରେ କେମିତି ଗାଇଡ କଲେ ଯାହା ଫଳରେ ସେ ମାନସିକ ସ୍ତରରେ ଏତେ ଦୃଢ ହେଲେ ଆଉ ଭୁବନେଶ୍ୱର ଭଳିଆ ଗୋଟେ ଅଜଣା ସହରରେ ମଧ୍ୟ ନିଜକୁ ମାନସିକ ସ୍ତରରେ ଦୃଢ ରଖି ଆଜି ସଫଳ ହେଇପାରୁଛନ୍ତି ତ ଆପଣଙ୍କର କଣ ଗାଇଡାନ୍ସ ରହିଲା ଅଦର ଆମର ମାମା ମାନେ ଜାଣିବାକୁ ଚାହୁଁ ନା ସବୁବେଳେ ଛୁଆଙ୍କୁ ସପୋର୍ଟ କରନ୍ତୁ ସପୋର୍ଟ କଲେ ସେ ଆଗକୁ ଯିବେ ସେ ସବୁବେଳେ ସାର୍ ବହୁତ ଷ୍ଟ୍ରଙ୍ଗ ପାଠରେ ବି ଷ୍ଟ୍ରଙ୍ଗ ସେଇଥିପାଇଁ ମୋ ତା ଉପରେ ବହୁତ ବିଶ୍ୱାସ ଥିଲା ତ ପ୍ଲସ ଟୁ ବେଳେ ସେ ମୋବାଇଲ କେତେ ଘଣ୍ଟା ଦେଖୁଥିଲେ ଦିନ ନା ସେମିତି ଷ୍ଟଡି ଆୱାର ଏମିତି ତାଙ୍କ ମାଇଣ୍ଡ ପାଇଁ ଆପଣ ସ୍ୱତନ୍ତ୍ର ମୋବାଇଲ କିଣିଥିଲେ ନା ଆପଣଙ୍କ ମୋବାଇଲ ସେ ଦେଖୁଥିଲେ? ନା ସାର୍ ମୋ ମୋବାଇଲ ଥିଲା ଏଇଠି ହଷ୍ଟେଲ ଆସିଲା ପରେ ତାକୁ ଆଉ ଗୋଟେ ମୋବାଇଲ ତ ଏଇଟା ଗୋଟେ ଭଲ ଜିନିଷ ମ୍ୟାଡାମ କହିଲେ ଆଜିକାଲି ଗାର୍ଡିଆନ ମାନେ ଗୋଟେ ସଉକରେ ତାଙ୍କ ଛୁଆକୁ କମ ବୟସରେ ମୋବାଇଲ ଦେଇ ଦଉଛନ୍ତି ଯୋଉଟା ଆକ୍ଚୁଆଲି ସେମାନେ ମୋବାଇଲରେ ବହୁତ ଭଲ ଜିନିଷ ଅଛି କିନ୍ତୁ ଛୁଆ ମାନେ ଯେହେତୁ ତାଙ୍କର ମାଇଣ୍ଡ ସ୍ଲାଇଟଲି ମାନେ ମେଚୁରିଟି ଲେଭେଲ ଟିକେ କମ ଥାଏ ସେଥିପାଇଁ ସେମାନେ ନେଗେଟିଭ ଜିନିଷଟାକୁ ବହୁତ ଜଲ୍ଦି ଆକ୍ୱାର କରୁଛନ୍ତି ତେଣୁ ପ୍ୟାରେଣ୍ଟାଲ ଗାଇଡାନ୍ସ ରେ ସେ ତାଙ୍କର ସେଲଫୋନ ୟୁଜ କରୁଥିଲେ ଆଉ ମୋବାଇଲରୁ ପଜିଟିଭ ଜିନିଷଟା ଆହରଣ କରୁଥିଲେ ଆଉ ପାୟଲ ତମେ ତମ ମାମାଙ୍କ ବିଷୟରେ କଣ କହିବ ଆମର ଦର୍ଶକ ମାନଙ୍କୁ So ମୋ ମାମା ସାର୍ ବହୁତ ସପୋର୍ଟିଭ ମୋ ମାମା ବାବା ଦି ଜଣ ସୋ ଇନଫାକ୍ଟ ଡ୍ରପ୍ ନବା ପ୍ଲାନ୍ ଟା ମନ ନଥିଲା ମୋ ମାମା ବାବା କହିଲେ ଦେଇକି ଦେଖ ସା ମୁଁ ତ ଆର ବର୍ଷ ସା ବାହାରିଥିଲି କି ନାହିଁ ବିଏସସି କରିଦେବି ସା ଆର ବର୍ଷ କିନ୍ତୁ ମୁଁ ଏକ୍ସାମ ସେଠି ଜାଣିନଥିଲି ତ ମୁଁ କିଛି ଆପ୍ରେୟାର କରିନଥିଲି ବେଶୀ ଖାଲି ଓଇଟି ଟା ଦେଇଥିଲି ତ ବାପା କହିଲେ କି ନାହିଁ ତୁ ଥରେ ଓଇଟି ଦେଇକି ଦେଖ ଗୋଟେ ବର୍ଷ କିଛି ନାହିଁ ମାନେ ତ କ୍ୟାରିୟର ସିଟ୍ ହେଇଯିବ ହେଇଯିବ ତ ସେମିତି କରିକି ମୁଁ ବିଦ୍ୟାସାଗର ଜଏନ କଲି ତ ବିଦ୍ୟାସାଗର ବିଷୟରେ ତମର ବାପା ମାମା ଦେଖିଲେ ନା ତମେ ୟୁଟ୍ୟୁବରୁ ଦେଖିକି ଜାଣ ସା ମୁଁ ଆର ବର୍ଷ ଯେତେବେଳେ ଓୟୁଟି ଦେଇଥିଲି ତ ଏମିତି ଭିଡିଓସ୍ ଦେଖେ ବିଦ୍ୟାସାଗର ଦେନ୍ ମୋ ମାମା ବାପାଙ୍କୁ ଦେଖିଲି ତାପରେ ମାମା ବାପା କହିଲେ ଠିକ ଅଛି ତତେ ଯୋଉଠି ତତେ ଭଲ ଲାଗୁଥିବ ସେଇଠି ଜଏନ କର ସେଇଟା ମୋ ବେଷ୍ଟ ଡିସିସନ ଥିଲା ଲାଇଫର ଆଚ୍ଛା ଆଚ୍ଛା ଆଉ ଗୋଟେ ଜିନିଷ ମୁଁ ଏଠି ଅଦର ପ୍ୟାରେଣ୍ଟସ ମାନଙ୍କୁ କହିବାକୁ ଚାହିଁବି ଯଦି ଆପଣଙ୍କ ଛୁଆ ମାନେ ଡ୍ରପ୍ ନଉଛନ୍ତି ରାଦର ଦାନ ବେଳେ ବେଳେ କଣ ହୁଏ ଟିକେ ପ୍ରେସର ପଡିଯାଏ ସବୁ ଗାର୍ଡିଆନଙ୍କ ପାଇଁ କହୁନି ରାଦର ଦାନ ପୁଟିଂ ପ୍ରେସର ଅନ୍ ଦେମ୍ ଆପଣ ମାନେ ଯଦି ତାକୁ ମାନସିକ ସପୋର୍ଟ ଦେବେ ରେଜଲ୍ଟ ଇଜ କ୍ୱାଇଟ ଓବିୟସ୍ ଫର ୟୁ ଟୁ ସି ତେଣୁ ମୁଁ ଚାହୁଁଛି ଆମର ବାକି ଗାର୍ଡିଆନ ମାନେ ଯୋଉମାନେ ଏଟା ଦେଖୁଛନ୍ତି ଯୋଉ ପ୍ୟାରେଣ୍ଟସ ମାନେ ଦେଖୁଛନ୍ତି ଦେ ମଷ୍ଟ ହାଭ ଦ ସେମ୍ ମାଇଣ୍ଡ ସେଟ୍ ଲାଇକ୍ ଦ ପ୍ୟାରେଣ୍ଟସ ଅଫ ମିସ୍ ପାୟଲ ତ ବର୍ତ୍ତମାନ ମୁଁ ଚାହିଁବି ଆମର ସମ୍ମାନୀୟ ବୀରେଶ୍ୱର ସାର୍ ଏଇ ଯୋଉ ଆମର ପଡକାଷ୍ଟକୁ ଆଗେଇ ନେବେ ଆଉ ସେ ଯେହେତୁ ପୁରା ଗ୍ରାଉଣ୍ଡ ଜିରୋରେ ରହିକି ସେ ଅପରେଟ କରୁଥିଲେ ପିଲାମାନଙ୍କ ସହିତ ମିଶୁଥିଲେ ପ୍ରେରଣା ଦଉଥିଲେ ଏବଂ ସମ୍ପୂର୍ଣ୍ଣ ରୂପେ ତାଙ୍କର ସକ୍ସେସରେ ଗୋଟେ ସେ ନଟ ଓନଲି ଗୋଟେ ଫ୍ୟାକଲ୍ଟି ସେ ଗୋଟେ ଫ୍ରେଣ୍ଡ ଫିଲୋସଫର ଗାଇଡ ର ରୋଲକୁ ପରଫେକ୍ଟଲି ପ୍ଲେ କରୁଥିଲେ କରୁଛନ୍ତି କରି ଆସୁଛନ୍ତି ଆଗକୁ ମଧ୍ୟ କରିବେ ତେଣୁ ତାଙ୍କର ଯୋଉ ଜିନିଷ ଆଲୋଚନା ମଧ୍ୟ ଆପଣ ମାନେ ବର୍ତ୍ତମାନ ଏନ୍ଜୟ କରନ୍ତି थैंक यू सर तो फर्स्ट ऑफ ऑल पायल कांग्रेचुलेशंस तो फास्ट मते कुह सार तो ये बाकी सब टेक्निकल मान तुम मेंटल एस्पेक्ट गुड़ा सब कहले बर्तमान आम जब आसवा कोर्स उपर कि एनसीटी एग्जाम गोटे जब एस्पिरेंट जे तुम एनसीटी एते भल भाव में क्रैक कर एनसीटी एग्जाम कौन कौन इंग्रेडिएंट्स दरकार जहाँ गोटे पिला एक्चुअली तार प्रिपरेशन ऐड करिया दरकार
सा इनसीट रे टोटल 7टा सब्जेक्ट्स रोची सा 3टा डोमेन सेटा आपण जहा भी नहीं परिबे बाकी जो रोची 2टा लैंग्वेज गोटे टीचिंग एप्टीट्यूड आ टीचिंग टेस्ट सा बेसी सा डोमेन तो माने ठीक ठाक पड़े माने ता लेवल बट सा तार चैलेंजिंग ये फैक्टर उडा होची से जो जनरल टेस्ट और टीचिंग एप्टीट्यूड सा सेटा टिके माने सा किछि किछि सा कट ऑफ पाई भी सेटा माने आज मार्क सेट हुए माने टीचिंग एप्टीट्यूड की जनरल टेस्ट मार्क को तो से सेई दिटा टिके जदी अधिक फोकस करबान से लैंग्वेज तो एमिति भी हेजिबो जोटा तमन माने इंग्लिश ओडिया जहा भी अपन नै परिबे बट जदी से टीचिंग एप्टीट्यूड और जनरल टेस्ट को टिके फोकस करबे से देन रिजल्ट बा बहुत बढ़िया आउ खाली तो तुम एनसीटी रे भलो करनो बाकी ओयूटी भी तुम्हारा भलो हेछि बाकी एग्जाम हेछि तो बेसिकली हमें आसीबा विद्यासागर एनवायरनमेंट जो ऑफलाइन रे तुम ऑफलाइन एतले जॉइन करथिलो फास्ट फिजिक्स हो केमिस्ट्री हो बायोलॉजी हो तुमको केते किछि गेन करछ आ केते तुमरा स्टडी प्लान केमिति कोन थिला जो माने एक्चुअली बहुत जण पेरेंट्स माने ओबियस कथा से जानिया को चाहिबे तम थ्रू रु जानिया चाहिबे कारण आमे तो जत्ते कहइबो कि सार कहबे समस्त कि तमे जणे निजे एस्पिरेंट तो तमे जोटा फील करछ तमे केमिति तमे फील करछ टोटल ऊपर विद्यासागर सर विदेशका ईच एंड सब सा ऑफलाइन प्लस यूट्यूब से ऑनलाइन भी फैसिलिटी रोच विदेशका से बाय चांस किछि क्लास मिस भी हेगला तो सा ऑनलाइन फैसिलिटी भी रोच सर बैकलॉग माने क्लियर करे पे बेस्ट एंड से यूट्यूब रे भी हम जो सेशन उडा होची क्वेश्चन आंसर सेशन सेटा ईच एंड एवरी एग्जाम रे से बहुत हेल्प करची तो ओ आउ फैकल्टीज मानको विषय रे माने बेसिकली तमरो को लेवल फैकल्टी तुमको केते से माने हेल्प करथिले सर ईच एंड एवरी से केवल पाठ रे नुहे से गाइडेंस रे एग्जाम की काउंसलिंग से को फील्ड बेस्ट हबो कोटा कले कहा पॉइंट कैरियर ऑप्शंस ए एग्जाम परे कोन अछि सर सबो से आपण मोहित सर संजय मैम युधिष्ठिर सर सबो बहुत हेल्प करछु आउ बाकी जदि मु कहबी बेले बेले एमिति तो फील हेतिबो केमति हम बहुत थर कथा हेतिले केमति नीट एग्जाम रे थरे थरे केमति मार्क कमी जाए तर किछि किछि बैकलॉग रही जाए तमे केमति एक्चुअली मु तो आमे तो हेल्प करथिलु नो डाउट बट तुमको बेसी डील करिया पड़थिला तमे केमति डील करथिला से जो मेंटल प्रेशर को मझिरे कारण फास्ट माने जो माने जॉइन करियो नुवा नुवा स्टार्टिंग समस्त ठीक ठाक चलिबो एतले कोर्सेस बढ़ी जिवो कि सिलेबस सरीबा आसी जिवो से टाइम रे केमति डील करन सर बेसी स्ट्रेसफुल टाइम था जतो से गोटे दिन मास एग्जाम्स होतिबो जेम सर डिसेंबर जनवरी ए पीरियड था सर किंतु सेति की टाइम बस निजु को दबार अछि एंड सर जेते रिवाइज करी हबो सर फर्स्ट कोर्स माने ऐसा माने वन थ्रू रे माने चैप्टर्स को जिबार अछि देन सर बार बार रिवाइज करे अछि सर रिवीजन कले से जोटा हेई भी नथिबो सेटा दिन दिन आखिरे पढी के सर माने सेटा क्लियर हे जिबो माइंड रे आउ बाकी हला जो माने सपोज न्यू एस्पिरेंट्स जो माने अछंती जो माने विद्यासागर रो व्यूअर्स माने से माने देखुछंती तमटू इंस्पायर हे कि से माने विद्यासागर रे जॉइन करिया को चाहउछंती तो तमे तांको किछि वर्ड से केमति कहि पर कि एक्चुअली कोन पे से विद्यासागर जॉइन करिवे माने विदाउट एनी हेजिटेशन सर इट इज ओनली एकेडमिक्स नो इट इज माने ऑल पर्सपेक्टिव रे इट इज माने सबो सर बेस्ट सर हॉस्टल फैसिलिटी हो कि क्लासरूम सर एकेडमिक्स सबो बेस्ट तो सर माने आराम से जॉइन करी कि निजो को माने वर्सेस माने एक्सेल करि परिबे अच्छा अब मु मैडम को भी पचारिया को चाहिबे मैडम बेले बेले एमती भी तो से आपन सहित माने टाइम रे आसीथिबो जेमती से कॉल करी आपन को कहिथिबो कि नहीं कि मोर एक्चुअली मैडम जो मामा एमती माने पाठ पढा टिके पड़ से पड़ होची कि किछि डाउन फील हो जे आपन तो केमती मोटिवेट करी कोन केमती बुझांती तांको कि नेक्स्ट एमती के सिचुएशन आसीनी ना आसीनी से तो तारा निजे निजे सब तारा मैनेज करनी आ से केमती विद्यासागर विषय रे से केमती आपन को कहंती आपन केमती रेस्ट आसियोर कि घरे रुहंती कि नाही आकी पायल जहा ठीक जगह रे अछि बेटर जगह रे ताको प्रॉपर गाइडेंस सिटी मिलुची बोली आपन केमती माने फील कर सर मु आसे हॉस्टल आसे क्लास देखे यूट्यूब रू क्लास देखे मु सही तो जाने मझरे मझरे अपन भुवनेश्वर आसी झियो को भेट के जा आगे बहुत बढ़िया तो वर्तमान हमर समय आसी जाइती पायल को फेलिसिटेट करबा आउ तांको सेति पई वर्तमान मो अनुरोध करबी हमें समस्त छिडा हबा तो पायल को फेलिसिटेट करे ऑन बिहाफ ऑफ द सक्सेस तो कांग्रेचुलेशंस पायल फॉर योर ग्रैंड सक्सेस